घर सफा करबा कोन करबे देलु सेटा एटा कोन तो बाप घर जहाँ बाप घर सी सफा करबो निया सफा कर भाउज तब कौन कहल जहाँ बाप घर सी सफा कर मो बाप घर तो ठीक अच्छे मोर तो बापा घर ना यहाँ शुण এইটা হচ্ছে মো বাপার ঘর যাহার বাপ ঘর সি সফা কর কর সফা কর তো বউ করে সফা কর বউ ততে কে কইলে এটা কইয়াকু ঘরର ସବୁ କାମ ମତେ ହିଁ କରିବାକୁ ପଡିବ ଆଉ ତ ମନୁ ମନ ଖାଲି ଗୋପା ଘର ଗୋପା ଘର ମାନେ ସଫା କରିବୁ ହେଲା ବୋଉ କହିଲେ ନା ସେଇ ଅନୁସାରେ ଚାଲିବ ଆଉ ଯା ଖୁସି ତ কাম করছি বা ବାଡି ପଟର ଅଧା କାମ ଛାଡିକି ପୁଣି ଏପଟରେ କଣ ଅଧା କାମ କରୁଛ ଆସିବା ସବୁବେଳେ ଅଧା କାମ କରିବା ଅଭ୍ୟାସ ହେଇଗଲାଣି ନୁହଁ ମୋର ଅଭ୍ୟାସ ହଉଛି 50% କାମ କରିବା କାଇଁ ଆଉ 50% କାମ କରୁନ କଣ ଅସୁବିଧା ହଉଛି କି 100% କଲେ ଅସୁବିଧା ଶୁଣ 100% କାମ କଲେ ସମସ୍ତେ ଭଲ କହିବେ ହେଲା ଏମିତି ଅଧା କଲେ ଭଲ ନୁହଁ ଭଲ ଭଲ କହିକି ପଛରୁ ଛୁରୀ ମାରି ହେବେ ତୁ ଜାଣିନା ସେନେ ତମେ ଅଧା ଅଧା କରୁଛ ନା କଣ ସବୁବେଳେ ଅଧା ଅଧା କାମ କରିକି ଛାଡ଼ିଦେବ ଯେମିତି ଲୋକ ଟିକେ ଭାବିବେ ଆଉ ଟିକେ କରିଥାନ୍ତା ଆଉ ଟିକେ କରିଥାନ୍ତା ଆଉ ଟିକେ କରିଥାନ୍ତା ଏଇନେ ମୁଁ ଏଇନିକା ଏଇ ଏତକୁ ଯୋଉ ସଫା କରୁଛି ଆକୁ ଅଧା କରି ଛାଡ଼ିଦେବି ଯିଏ ଆସିବ ସିଏ କ'ଣ କହିବ ଲୋକଟା କିଏ ସେ କରୁଥିଲା ବେକାରିଆ ଲୋକଟା ଅଧା କାମ କରିଦେଇ ମୋ ନାଁ ପଡିବ ନା ନାଇଁ ମୋ ନାଁ କୋଉଠି ନ ପଡୁଛି କି ଏମିତି ଶୁଣୁ ଘରେ ବି ପକେଇବ ବାଟରେ ହଗିଲେ ନା ନ ହଗିଲେ ବି ନା ହେଲା ତେଣୁ ନା ତ ନା ଆଉ ଅସୁବିଧା କ'ଣ ଅଛି 50% କାମ କରିବା କିନ୍ତୁ ମୋର ଅଭ୍ୟାସ ନ କଲେ ମୋ ଟିକେ ମନଟା ଭଲ ଲାଗିବନି ଭାରି ମନ ନୁହଁ 50% କାମ କରିବା ପାଇଁ 50% ସବୁବେଳେ କାମ କରିବ ଜମା 100% କରିବ ତାପରେ ଯାଇକି ଯୋଗା ମୁଁ ବର୍ତ୍ତମାନ ସେଇ କାମ କରୁଛି କେବଳ 50% ନାଇଁ କି ଅଜା ଅଜା ଠିକ କହିଲି ନା ନାଇଁ ମାନେ 50% କାମ କଲେ ଭଲ 100% କଲେ ଭଲ ନା ମୁଁ ପୁରା ଅଧାକୁ ଆଉଛି ଜାଣିକିରି ଶୁଣ ମୁଁ କହିଲିନି ଗୋଟେ କଥା ବାଟରେ ହଗିଲେ ନା ନ ହଗିଲେ ବି ନା ତେଣୁ ନା ତ ନା 50 କରିବା ଅସୁବିଧା କଣ ହେଇଯାଉଛି ଆଉ ମୋର ଅଭ୍ୟାସ ଟିକେ ଅଛି 50% କାମ କରିବା କୁଆଡେ ଗଲେ ଆସୁନୁ ମୋବାଇଲଟା ଦଉନି ବାହାରିଲେ ତ ସବୁ ଏଇଟା କଣ ବା ଜାଣିନୁ କି ଏ ହେ ତତେ ମୁଁ ଜଣେଇନି ବା ଏଇଟା ହଉଛି ଗୋଟେ ପଥର ଏଇ ପଥର ଦ୍ୱାରା ବହୁତ ଲୋକ ମାନେ ବହୁତ ବଡ଼ ବଡ଼ ଜାଗାରେ ପହଞ୍ଚେ ଯୋଉ ପହଞ୍ଚି ଆଉ ଗୁଡ଼ାଏ ଲୋକଙ୍କ ଉପରେ ସିଏ ବି ରାଜ କରୁଛନ୍ତି ସେ ଯୋଉ ରାଜ କରୁଛନ୍ତି ତାଙ୍କୁ କିଛି ଲୋକଙ୍କୁ ପଚାରୁନାହାନ୍ତି କିନ୍ତୁ ତାଙ୍କ ପାଖରେ ସେ ଜିନିଷଟା ଅଛି ପଥରଟା ଆଉ ମୁଁ ବହୁତ କଷ୍ଟରେ ପଥରଟାକୁ ପାଇଗଲି ମାନେ ମୁଁ ଯେମିତି ରାଜ କରିବି ବୋଲି ପାଇଯାଇଛି କିନ୍ତୁ ମୁଁ ରାଜ କରିପାରିବିନି ମୁଁ ଜାଣିଛି କାହିଁକିନା ମୋର ସେ ଆଟିଟ୍ୟୁଡ ନୁହଁ ନା ଆଉ ଏଇ ପଥର ପାଇକିରି ଗୋଟେ ଲୋକ କୁଆଡ଼େ ମୋତେ ବହୁତ ପଇସା ଦେଇଥିଲା କୁଆଡ଼େ ମୁଁ ଘର ତିଆରି କରିବାକୁ
ମୁଁ ଯେତେବେଳେ ଘର ଦ୍ୱାର କଲି ମୁଁ ଗୋଡ଼ ହାତ ତଳେ ପଡ଼ି ତା ପାଖରୁ ପଇସା ପତ୍ର ମାଗିଥିଲି ସେ କୁଆଡ଼େ ଦେଇଥିଲେ ମୋ ଘର ତିଆରି ଗୋଟେ ପଥରଟେ ପାଇଯାଇଛି ରଖିଛି ଆଉ ବହୁତ ଲୋକ ଏମିତିର ହେଇଛନ୍ତି ତଳୁ ଉପରକୁ ଉଠି ଯାଇଛନ୍ତି ବହୁତ ବହୁତ କିଛି କଥା ହେଇଛି ଘଟଣା ଏଇ ପଥର ଦ୍ୱାରା ତମର ଇଏ ଗୁଣ ବି ଅଛି ମାନେ ମାନେ କଣ ତମ ନିଜ କାମରେ ମନ ଦିଅ ପଥର ପଥର ଛାଡ ହେଲା ଆରେ ବାଃ ମୁଁ ତ ଭାଇ କେଡ ବୁଦ୍ଧି ହେଇଗଲାଣି ତୋର ଆଉ ନା ମ। ଶୁଣନ୍ତୁ ଯୋଉମାନେ ଏମିତିକା ପଥର ରଖିକିରି ନିଜ କର୍ମକୁ ଅବହେଳା କରିକିରି ଭାବୁଛନ୍ତି ରାତାରାତି ବଡ଼ ଲୋକ ହେଇଯିବେ ବହୁତ ବଡ଼ ବଡ଼ ଜାଗାରେ ପହଞ୍ଚିଯିବେ ସେଗୁଡ଼ା ହେଉଛି ସବୁ ଭୁଲ ଧାରଣା ତେଣୁ ନିଜ କର୍ମରେ ମନ ଦିଅ ମୋ ସ୍ତ୍ରୀ କହିଲା ଭଳିଆ